ଆମ ଗଣରେ ବର୍ତ୍ତମାନ ଆମ ପାଲା କମିଟିର ସମସ୍ତ ଗୁରୁଜନ ସଭ୍ୟମାନଙ୍କୁ ଅନୁରୋଧ କରୁଛି ସେ ମଞ୍ଚକୁ ଉପସ୍ଥିତ ହେବେ ଏବଂ ଏହାପରେ ମୁଁ ଆମର ପ୍ରିୟ যে মঞ্চ আনুষ্ঠানিক ভাবে উদ্ঘাটন কলে সে হচ্ছেন গায়ক সম্মানিত শ্রীযুক্ত প্রফুল্ল কুমার ষড়ঙ্গী মহোদয়। তাଙ୍କ ঘর হচ্ছে নয়াগড়। সে ঝুম্পা বাদ্য উপরে প্রসিদ্ধ লাভ করে জীবনের বহুত পালা মঞ্চরে সে অতীତରେ গাইଛନ୍ତି, ବହୁତ ପାଲା ପରିବେଷଣ କରିଛନ୍ତି। ତାଙ୍କୁ ମୁଁ ବର୍ତ୍ତମାନ ପ୍ରଥମେ ସ୍ୱାଗତ କରୁଛି। ତାପରେ ଆମର ଅନ୍ୟତମ ଅତିଥି ଆମର ଗାୟକ ଦକ୍ଷିଣ କେଶରୀ ଯିଏକି ଆସିଛନ୍ତି ଆମର ଅନୁରୋଧ ରକ୍ଷା କରି, ଯିଏକି ପାଲା ଆମମାନଙ୍କର କଥାକୁ ଏଡ଼ି ନ ପାରି ସେ ଆମ ଗହଣରେ ଆସି ଉପସ୍ଥିତ ଅଛନ୍ତି। ସେ ହେଉଛନ୍ତି ଶ୍ରୀଯୁକ୍ତ ରାମଚନ୍ଦ୍ର କର ମହୋଦୟ ଏବଂ ଆମର ପ୍ରଥମ ସ୍ତବକ ପାଲା ପରିବେଷଣ କରିବା ପାଇଁ ଆମ ଗହଣରେ ଉପସ୍ଥିତ ଅଛନ୍ତି ଗାୟକ ସମ୍ରାଟ ଶ୍ରୀଯୁକ୍ତ ଲକ୍ଷ୍ମୀଧର ରାଉତ ମହୋଦୟ। ଆପଣମାନେ ଜାଣି ଖୁସି ହେବେ ଯେ ପାଲା ସଂସ୍କୃତିର ଜଣେ ପ୍ରଚାର କରିବାରେ ଅତି ଉପାସକ ଆମ ଢେଙ୍କାନାଳ ଜିଲ୍ଲାର ମାର୍ଥାପୁର ଗ୍ରାମର ଜଣେ ଯୁବ ପ୍ରତିଭା ସାମ୍ବାଦିକ ବନ୍ଧୁ ମୋ ସାନ ଭାଇ ଶ୍ରୀଯୁକ୍ତ ସତ୍ୟଜିତ ବିମଳ କୁମାର ମିଶ୍ର ମହୋଦୟଙ୍କୁ ମୁଁ ସ୍ୱାଗତ କରୁଛି। ଅନ୍ୟତମ ଆପଣ ଆଉ ଜଣେ ଆଶ୍ଚର୍ଯ୍ୟ ହେବେ, ସାରା ଓଡ଼ିଶାରେ ପାଲା ଯଦି ଆଜି ଏଇ ୟୁଟ୍ୟୁବ ମାଧ୍ୟମରେ ଏତେ ଉପରକୁ ଆସି ପହଞ୍ଚି ପାରିଛି ତାର ସମସ୍ତ ଶ୍ରେୟ ଆମ ଜଗନ୍ନାଥ ରିସର୍ଚ୍ଚ ପାଲା ଗବେଷଣା ଅନୁଷ୍ଠାନର ସଭାପତି ଆମ ଢେଙ୍କାନାଳ ଜିଲ୍ଲାର ଠୋକର ଗ୍ରାମର ବିପ୍ଳବ ସମ୍ବିତ କୁମାରଙ୍କୁ ଅନୁରୋଧ କରୁଛି ମଞ୍ଚ ଉପରକୁ ସ୍ୱାଗତ କରୁଛି। ମଞ୍ଚ ଉପରକୁ ଆସନ୍ତୁ। ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ସେ ନ୍ୟୁଜ୍ 7ରେ ଜଣେ ପ୍ରତିନିଧି ହେଲେ ମଧ୍ୟ ସେ ମଧ୍ୟ ଆମ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର କଣିହା ବ୍ଲକର ଶ୍ରୀଯୁକ୍ତ ମନୋରଞ୍ଜନ ସାହୁଙ୍କୁ ଅନୁରୋଧ କରୁଛି ମଞ୍ଚ ପର୍ଯ୍ୟନ୍ତ ତାଙ୍କର ସୁଚାରୁ ରୂପେ ପରିଚାଳନା କରି ଦାୟିତ୍ୱ ନିର୍ବାହ କରୁଛନ୍ତି। ତାଙ୍କୁ ମଧ୍ୟ ମୁଁ ସ୍ୱାଗତ କରୁଛି ଏବଂ ଆମ ସାଙ୍ଗରେ ଯେଉଁମାନେ ପଛରେ ଆମକୁ ସବୁବେଳେ ଭଲ ଉପଦେଶ ଦେଇ ମଞ୍ଚ କେମିତି ଆଗକୁ ହେବ, ପାଲା କେମିତି ପ୍ରସିଦ୍ଧି ଲାଭ କରିବ, ଅନ୍ୟତମ ଗୁରୁଜନ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ସାହୁଙ୍କୁ ମଧ୍ୟ ସ୍ୱାଗତ କରୁଛି ଏବଂ ଆମର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁଙ୍କୁ ମଧ୍ୟ ସ୍ୱାଗତ କରୁଛି। ଏହି ପରିପ୍ରେକ୍ଷୀରେ ଆମର ଅନୁଷ୍ଠାନର ବହୁତ ସଭ୍ୟ ଅଛନ୍ତି ଯେଉଁମାନେ କି ଅଜିତ କୁମାର ରାଉତ, ତନ୍ମୟ ପ୍ରସାଦ ସାହୁ, ଦଣ୍ଡଧର ସାହୁ, ତାଙ୍କୁ ମଧ୍ୟ ଅନୁରୋଧ କରୁଛି ମଞ୍ଚ ଉପରକୁ ଆସିବା ପାଇଁ। ଆସନ୍ତୁ, ଆମେ ସମସ୍ତେ ଖୁସି ହେବୁ। ଦଣ୍ଡଧର ସାହୁ ମହୋଦୟ, ଅଜିତ ପ୍ରସାଦ ରାଉତ କରିବାକୁ ଏତେ ଦୂରରୁ ଆସିକରି ସମୟ ଅନୁସାରେ ଆସିଛନ୍ତି, ମୁଁ ମଧ୍ୟ ତାଙ୍କୁ ସ୍ୱାଗତ କରୁଛି। ସେମାନେ ଆସି ପହଞ୍ଚିଛନ୍ତି। ଏଠାରେ ଯେଉଁ ପାଲାପ୍ରେମୀ ବନ୍ଧୁଗଣ ଅଛନ୍ତି ମୁଁ ସମସ୍ତଙ୍କୁ ପରିଶେଷରେ ସମସ୍ତଙ୍କୁ ସ୍ୱାଗତ କରୁଛି। ଯାହା ହଉ ଆଜି ଏଭଳି ଏକ ସମୟରେ ଆପଣମାନେ ଉପସ୍ଥିତ ରହି ଆମକୁ ଉତ୍ସାହିତ କରିଛନ୍ତି। ମୁଁ ବର୍ତ୍ତମାନ ସଭାପତିଙ୍କୁ ଅନୁରୋଧ କରୁଛି ସେ ପାଲା ମଞ୍ଚ ବିଷୟରେ କିଛି କହିବ।